Welcome to Odisha Subordinate Staff Selection Commission. Theory 4 ପାଇଁ admit card ଡାଉନଲୋଡ୍ କରିବା ସମୟରେ କିଛି କ୍ୟାଣ୍ଡିଡେଟ୍ ଇସ୍ୟୁ ଫେସ୍ କରିଛନ୍ତି ପାସୱାର୍ଡ ରିସେଟ୍‌ର। ତ ଆଜିର ଭିଡ଼ିଓରେ ଆମେ ଆର ସଲ୍ୟୁସନ୍‌ଟା ଦେଖିବା। ତ ସର୍ବପ୍ରଥମେ ଆମେ ଯିବା ଲଗ୍ଇନ୍ ପେଜ୍‌କୁ। ଲଗ୍ଇନ୍ ପେଜ୍‌ରେ ନିଜ ୟୁଜର୍ ନେମ୍ ପାସୱାର୍ଡ ଦେଇକି ଆପଣ ଲଗ୍ଇନ୍ କରିପାରିବେ କିମ୍ବା ମୋବାଇଲ୍ ନମ୍ବର ବା ଲଗ୍ଇନ୍ ୟୁଜିଂ OTP ୟୁଜ୍ କରିପାରିବେ। ୟୁଜର୍ ନେମ୍ ଦେଇକି ଲଗ୍ଇନ୍ ୟୁଜିଂ OTP କଲା ପରେ ଜେନେରେଟ୍ OTP ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବର ଆଉ ଇମେଲ୍ ଆଇଡିକୁ OTPଟା ଆସିବ। ସେଇ OTPଟା ଆପଣଙ୍କୁ ଏଠି ପ୍ରୋଭାଇଡ୍ କରିବାର ଅଛି ଏବଂ କ୍ୟାପ୍ଚା ଫିଲ୍ଅପ୍ କରିକି ଲଗ୍ଇନ୍ ଉପରେ କ୍ଲିକ୍ କରିଦେବାର ଅଛି। ତାପରେ ଆପଣଙ୍କୁ ଏଇ ପେଜ୍‌ଟା ଦେଖାଉଛି କିଛି କ୍ୟାଣ୍ଡିଡେଟ୍‌ଙ୍କୁ ଯେଉଁମାନଙ୍କ ପାସୱାର୍ଡ ଏକ୍ସପାୟାର୍ଡ ହେଇଯାଇଛି, ମାନେ 3 ମାସରୁ ପୁରୁଣା ପାସୱାର୍ଡ ଅଛି। ତ ଏଇଥିରେ ଆପଣଙ୍କୁ ଯଦି ଆପଣଙ୍କ ଇମେଲ୍ ଆଇଡି ଆଉ ମୋବାଇଲ୍ ନମ୍ବର ଯାହା ଆପଣ ରେଜିଷ୍ଟର କରିଥିଲେ ସେମ୍ ଥିବ, ତାହେଲେ ତ କିଛି ଅସୁବିଧା ନାହିଁ। ଆପଣ ଏଇଠି ଆପଣଙ୍କ ରେଜିଷ୍ଟର ଇମେଲ୍ ଆଇଡି ପ୍ରୋଭାଇଡ୍ କରିବେ, ଏଇଠି ମୋବାଇଲ୍ ନମ୍ବର ପ୍ରୋଭାଇଡ୍ କରିବେ, କ୍ୟାପ୍ଚା ଦେଇକି ସବମିଟ୍ କଲେ ଆପଣଙ୍କ ମୋବାଇଲକୁ ଏବଂ ଇମେଲକୁ ଲିଙ୍କଟା ରିସିଭ୍ ହେବ ପାସୱାର୍ଡ ରିସେଟ୍ ପାଇଁ। କିନ୍ତୁ ଯଦି ଆପଣଙ୍କ ମୋବାଇଲ୍ ନମ୍ବର ବା ଇମେଲ୍ ଆଇଡି ସେଇଟା ଏବେ ଆପଣଙ୍କ ପାଖରେ ଆଭେଲେବୁଲ୍ ନଥିବ, ତାହେଲେ ଆପଣଙ୍କୁ ତା ପୂର୍ବରୁ ନିଜ ଇମେଲ୍ ଆଇଡି ଆଉ ମୋବାଇଲ୍ ନମ୍ବର ଅପଡେଟ୍ କରିବାକୁ ପଡ଼ିବ। ତା ପାଇଁ ପ୍ରୋସେସ୍ ଅଲଗା ରହୁଛି, ସେଇଟା ଆମେ ଆଗକୁ ମୁଁ ଆପଣଙ୍କୁ ଶୋ କରୁଛି। ଇମେଲ୍ ଆଇଡି ଫିଲ୍ଡରେ ଇମେଲ୍ ଆଇଡି ଆଉ ରେଜିଷ୍ଟର ମୋବାଇଲ୍ ନମ୍ବର ଜାଗାରେ ମୋବାଇଲ୍ ନମ୍ବର ଦେଇକି କ୍ୟାପ୍ଚା ଫିଲ୍ଅପ୍ କରିକି ଆପଣ ସବମିଟ୍ କଲେ ଆପଣଙ୍କ ରେଜିଷ୍ଟର ଇମେଲ୍ ଆଇଡିକୁ ପାସୱାର୍ଡ ରିସେଟ୍‌ର ଲିଙ୍କ ଯାଉଛି। ଏଇଠି ମେସେଜ ଆସିଗଲା, ପ୍ଲିଜ୍ ଚେକ୍ ୟୋର୍ ମେଲ୍ ଆଣ୍ଡ ମୋବାଇଲ୍ ଇନବକ୍ସ ଫର୍ ଫର୍ଦର ଡିଟେଲ୍ସ। ତ ଯଦି ମୋ ରେଜିଷ୍ଟର ଇମେଲକୁ ମୁଁ ଚେକ୍ କରିବି, ଦେଖନ୍ତୁ OSSCରୁ ଗୋଟେ ରିସେଟ୍ ୟୋର୍ ପାସୱାର୍ଡ ଲିଙ୍କ ପଳେଇ ଆସିଛି। ଆମେ ତା ଉପରେ କ୍ଲିକ୍ କରିବା, ଏଇଠି ଗୋଟେ ଲିଙ୍କ ଆସିଛି। ଯଦି ଲିଙ୍କ କ୍ଲିକେବୁଲ୍ ରହିବନି, ତାହେଲେ ଆପଣ ଏଇ କଣ୍ଟେଣ୍ଟକୁ କପି କରିକି ଆଉ ଗୋଟେ ନୂଆ ଟ୍ୟାବ୍‌ରେ ଯଦି ଆପଣ ଓପନ୍ କରିଦେବେ, ତାହେଲେ ଆପଣଙ୍କୁ ଏଇଠି ନ୍ୟୁ ପାସୱାର୍ଡ ପାଇଁ ଅପସନ୍ ଆସିଯିବ। କିନ୍ତୁ ଯଦି ଆପଣଙ୍କ ରେଜିଷ୍ଟର ଇମେଲର ଆପଣଙ୍କ ପାଖରେ ଆକ୍ସେସ୍ ନାହିଁ ବା ମୋବାଇଲ୍ ନମ୍ବରର ଆକ୍ସେସ୍ ନାହିଁ, ତାହେଲେ ଆପଣଙ୍କୁ କ'ଣ କରିବାର ଅଛି? ସର୍ବପ୍ରଥମେ ନିଜ ଇମେଲ୍ ଆଇଡି ଅପଡେଟ୍ କରିବାର ଅଛି ପ୍ରୋଫାଇଲ୍‌ରେ। ତା ପାଇଁ ଆମେ କ'ଣ କରିବା? ଆମେ ଯିବା ଲଗ୍ଇନ୍ ପେଜ୍‌କୁ। ଲଗ୍ଇନ୍ ପେଜ୍‌ରେ ରହୁଛି ରିକଭରି ୟୋର୍ ୟୁଜର୍ ଆକାଉଣ୍ଟ ଡିଟେଲ୍, ତା ଉପରେ କ୍ଲିକ୍ କରିବେ। ଏଥିରେ 3ଟା ଅପସନ୍ ଆସିଛି, ଆପଣଙ୍କୁ ଥର୍ଡ ଅପସନ୍‌ଟା ଚୁଜ୍ କରିବାର ଅଛି। ଆଉ ଏଇ ଫିଲ୍ଡରେ ଆପଣଙ୍କୁ ଅଲ୍ ଡିଟେଲ୍ ଫିଲ୍ଅପ୍ କରିବାର ଅଛି, ଯେଉଁଟା ଆପଣ ରେଜିଷ୍ଟ୍ରେସନ୍ ଟାଇମ୍‌ରେ ଦେଇଥିଲେ ଏବଂ ଏଇଠି ମୋବାଇଲ୍ ନମ୍ବର ଦେବାର ଅଛି ଯେଉଁଥିରେ OTP ଆସିବ। OTP ଥ୍ରୋରେ ଭ୍ୟାଲିଡେଟ୍ ହେବ। ତ ମୁଁ କ୍ୱିକଲି ୟାକୁ ଫିଲ୍ଅପ୍ କରିକି ନେକ୍ସଟ ଷ୍ଟେପ୍‌କୁ ଯିବା। ଇଚ୍ ଫିଲ୍ଡ ଫିଲ୍ଅପ୍ କରିକି କ୍ୟାପ୍ଚା ଦେଇକି ଯେତେବେଳେ ଆପଣ ସବମିଟ୍ କରିବେ, नो रेकॉर्ड फाउंड आसिला, माने कौनसी गोटे फील्डर डाटा मोर मैच करूना। तो यहाँ माइंड रखिए, रजिस्ट्रेशन टाइम रे जहाँ देते डिटेल आपन को सेम डिटेल देवार अच्छे। आपन को गोटे स्पेलिंग भी कौन फील्ड रे मिस्टेक हो से डिटेक्ट करि परिबनी आउ आपन को नो रेकॉर्ड फाउंड मेसेज आसीबो। तो इच फील्ड को केयरफुली आपन जहाँ रजिस्ट्रेशन रे देते से अनुसार डिटेल फिलअप करेंगे। डिटेल फिलअप ठीक से कलापर कैप्चा फिलअप करके सबमिट करेंगे। यदि आपन सब डिटेल ठीक देते ताहले आपन मोबाइल नंबर को OTP पळे आसीबो। OTP फील्ड रे आपन OTP टा फिलअप करेंगे। फिलअप करके कैप्चा टा फिलअप करेंगे वेरीफाई OTP उपरे। सब डिटेल ठीक देला परे आपन को ए भलिया देखेदेव आपन केउ पोस्ट रे प्रीवियसली अप्लाई करितले, आपन को ना कौन, रजिस्ट्रेशन नंबर कौन, यूजर नेम कौन अच्छी, रजिस्टर मोबाइल नंबर कौन, रजिस्टर इमेल आईडी कौन, आउ वर्तमान लॉगिन पाई आपन केउ यूजर नेम, मोबाइल नंबर आउ इमेल आईडी अच्छी। तो एथरे आपन लास्ट कॉलम रहउची एडिट उपरे आपन को क्लिक करिवार अच्छी। डू यू वांट टू एडिट? ओके क्लिक करेंगे। तापर से ये आपन को क्वेश्चन पचार
ଆପଣ ମୋବାଇଲ୍ ନମ୍ବର ଚେଞ୍ଜ କରିବାକୁ ଚାହୁଁଛନ୍ତି ନା ଇମେଲ୍ ଆଇଡି? ଆପଣ ଯଦି କେବଳ ମୁଁ ଇମେଲ୍ ଆଇଡି ଚେଞ୍ଜ କରିବାକୁ ଚାହୁଁଛି, ମୋ ମୋବାଇଲ୍ ନମ୍ବର ଆଭେଲେବୁଲ୍ ଅଛି, ତାହେଲେ ମୁଁ କେବଳ ଇମେଲ୍ ଆଇଡି କ୍ଲିକ୍ କରିବି। ଆଉ ଯଦି ଆପଣଙ୍କ ମୋବାଇଲ୍ ନମ୍ବର ବି ଚେଞ୍ଜ କରିବାର ଥିବ, ତାହେଲେ ଆପଣ ଚେକ୍ ବକ୍ସକୁ ଚେକ୍ କରିବେ। ତ ବର୍ତ୍ତମାନ ମୋତେ କେବଳ ଇମେଲ୍ ଆଇଡି ଚେଞ୍ଜ କରିବାର ଅଛି, ତ ମୁଁ ଇମେଲ୍ ଆଇଡି ଉପରେ କେବଳ କ୍ଲିକ୍ କରୁଛି। ଏଇଠି ମୋତେ ନୂଆ ମେଲ୍ ଆଇଡି ଯାହା ଦେବାର ଅଛି, ସେଇ ମେଲ୍ ଆଇଡିଟା ଦେବି। ଦେଇକି କ୍ୟାପ୍ଚାଟା ଫିଲ୍ଅପ୍ କରିବେ। କ୍ୟାପ୍ଚା ଫିଲ୍ଅପ୍ କରିକି ଆପଣ ସେଣ୍ଡ OTP କଲେ ଆପଣଙ୍କ ସେଇ ମେଲ୍ ଆଇଡିକୁ ଗୋଟେ OTP ଯିବ। ତ ଏଇ ଇମେଲ୍ ଆଇଡି ଅଲରେଡ଼ି ଏକ୍ଜିଷ୍ଟ ଅଛି, ତ ଏଇଥିରେ ହେଇପାରିବ ନାହିଁ। ତ ଆମେ ଅଦର ଇମେଲ୍ ଆଇଡି କ୍ରିଏଟ୍ କରିବାକୁ ପଡ଼ିବ। ପୁଣି ଆଉ ଥରେ କ୍ୟାପ୍ଚା ଫିଲ୍ଅପ୍ କରିବେ ଆଉ କ୍ଲିକ୍ କରିବେ ସେଣ୍ଡ OTP। OTP ସେଣ୍ଡ ହେଲା ପରେ ଏଇଠି ଆପଣଙ୍କୁ ଇମେଲ୍ OTP ମାଗିବ ଆଉ ଭେରିଫାଏ OTP ଆଣ୍ଡ ଅପଡେଟ୍ ଡାଟା। ତ ଆମେ ଯିବା ଫାଷ୍ଟ ଆମ ମେଲ୍ଟା ଚେକ୍ କରିବା। ମେଲ୍ରେ ଯଦି ଆପଣ ଦେଖିବେ ସପୋର୍ଟରୁ ଗୋଟେ ମେଲ୍ ଆସିଛି ଆଉ ଏଇଠି OTPଟା ଅଛି, OTP ଟୁ ଚେଞ୍ଜ ଲଗଇନ୍ ଇମେଲ୍ ଆଇଡି ଇଜ୍ ଦିସ୍। ତ ଆପଣ OTPଟା କପି କରିବେ। OTP କପି କରିକି ଆମେ ଇମେଲ୍ OTP ଫିଲ୍ଡରେ ଇମେଲ୍ OTPଟା ଦେଇଦେବା। ତାପରେ ଆମେ କ୍ୟାପ୍ଚାଟା ଫିଲ୍ଅପ୍ କରିବା। ଏବେ ଭେରିଫାଏ OTP ଆଣ୍ଡ ଅପଡେଟ୍ ଡାଟା ଉପରେ କ୍ଲିକ୍ କରିଦେବା। ଏବେ ଦେଖନ୍ତୁ ଅପଡେଟ୍ ସକ୍ସେସଫୁଲି ଗୋ ଟୁ ଲଗଇନ୍ ପେଜ୍। ତାମାନେ ଆମ ଏବେ ଇମେଲ୍ ଆଇଡିଟା ପ୍ରୋଫାଇଲ୍ର ଅପଡେଟ୍ ହେଇଗଲା। ଏବେ ଆମେ ନିଜ ଆକାଉଣ୍ଟ ଲଗଇନ୍ କରିପାରିବା ନୂଆ ଇମେଲ୍ ଆଇଡି ଦେଇକି। ତ ଏଇଥିରୁ ଏବେ ଆପଣଙ୍କ ସଲ୍ୟୁସନ୍ଟା ପାଇଯାଇଥିବେ। ଆପଣ ଯଦି ଇମେଲ୍ ଆଇଡି ଆକ୍ସେସ୍ ନାହିଁ, ମେଲ୍ଟା ଅପଡେଟ୍ କରିଦେବେ। ଅପଡେଟ୍ କଲା ପରେ ଆପଣଙ୍କ ପାସୱାର୍ଡ଼ଟା ରିସେଟ୍ କରିପାରିବେ।